ଦେଖିବା ମୋ ଦିଦି ମାନଙ୍କର ସ୍ପେଶାଲ ଆମ୍ବ ଜୁସ୍। ଦେଖ କି ଷ୍ଟାଇଲରେ ଧୁଆନ୍ତି। ୱାଓ! ଆମ୍ବ ଗୁଡ଼ିକୁ କାଟିବାକୁ ଷ୍ଟାର୍ଟ କଲେ। ଭଲ ବାଗେ ଫାଷ୍ଟରୁ କାଟିଲେ, ପ୍ଲସ୍ ସ୍ଲାଇସ୍ କରି କାଟିଲେ, ଦେଖିପାରୁଥିବେ। ତାପରେ ତାକୁ ପୁରା ଛିଞ୍ଚ କରି କାଟିକି ଥୋଇଦେଲେ। ଆମ୍ବ ତ କ'ଣ କଲେ, ତାପରେ ଗୋଟେ ଚାମଚରେ ତାକୁ କାଢ଼ିକି ଗୋଟେ ଜାରରେ ପକେଇଲେ। ଜାରରେ ପକେଇ ସାରିଲା ପରେ ସ୍ୱାଦ ଅନୁସାରେ ଚିନି ପକେଇଲେ। ଚିନି ପକେଇ ସାରିଲା ପରେ ସେଥିରେ ଟିକେ କ୍ଷୀର ଦେଲେ। ତାପରେ ଦୁଇଟା ଆଇସ୍ କ୍ୟୁବ୍ ପକେଇଲେ। ଆଇସ୍ କ୍ୟୁବ୍ ପକେଇ ସାରିଲା ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲେ। ତାପରେ ଗୋଟେ କାଚ ଗ୍ଲାସରେ ତାକୁ ଢାଳିଲେ। ଦୁଇଟା ଷ୍ଟାଇଲ ପାଇଁକା ଉପରେ ଆଇସ୍ କ୍ୟୁବ୍ ଥୋଇଲେ। ତାପରେ ତାକୁ ଭଲ ଭାବେ ଘାଣ୍ଟି ଦେଇ ମତେ ଦେଲେ ପିଇବାକୁ। ମୁଁ ଯେହେତୁ ଶୋଇପଡ଼ିଥିଲି ଆପଣ ଦେଖିପାରୁଥିବେ, ତଥାପି ଟେଷ୍ଟ କଲି। ଲୁକ୍ରୁ ତ ଭଲ ଲାଗୁଥିଲା। ଚାଲ ଟେଷ୍ଟ କରିବା କେମିତି ଲାଗୁଛି। ଭଲ ଲାଗୁଛି। ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ କରିଦେବେ।